ଯାଇକି ଆଉ ଗୋଟେ ଛୁଆ ପଳେଇ ଆଇଲା ରିଟର୍ନ ଫେରି ଆଇଲା 5 ଜଣ ମୋ କତିରେ ରହିଲେ। ମୁଁ ମିସ୍ତ୍ରୀଙ୍କୁ କହିକି ମୁଁ ନିଜେ ବି ସୂତା ଗୁରେଇକି ନିଜର ପ୍ୟାକିଂ କରିକି ଦେଲି। ଆସିଲା ବେଳକୁ କ୍ୟାସ୍ କତିରେ ପଇସା ନାହିଁ। ଆମେ ଦେଇ ସାଇଲା ପରେ ହଉଛି ପଇସା ଦେଖିଲା ବେଳକୁ ନାହିଁ, ଆଉ ହୋଟେଲକୁ କେହି ଆସିନାହାନ୍ତି। ସେ ପିଲା ଛଡ଼ା ଆଉ କେହି ଆସିନାହାନ୍ତି ହୋଟେଲକୁ। କ୍ୟାସ୍ କତିରୁ ଛାଡ଼ିକି ଯାଇକି ମିସ୍ତ୍ରୀ କତିରୁ ଆସି ପଳେଇଲା ପରେ ସେ ମୋ କ୍ୟାସ୍ରୁ 5 ଜଣ ମୋ 6 ଜଣ ଲେଖାଏଁ ମୋ ସାଙ୍ଗରେ ଗଲେ। ଯାଇକି ଆଉ ଗୋଟେ ଛୁଆ ପଳେଇ ଆଇଲା ରିଟର୍ନ ଫେରି ଆଇଲା 5 ଜଣ ମୋ କତିରେ ରହିଲେ। ତାଙ୍କୁ ଗୁଡ଼େଇଲା ପରେ ହଉଛି ସେ କହିଲେ ମାଉସୀ କାହିଁକି ଆମକୁ ଗୁଡ଼ଉଛନ୍ତି। ସେ ବାବା କହିଲେ ହଉଛି ଯେ ସେ ରାଗି ଲୋକ, ସେ ପୁଛିଛି ତ ତମେ ପାଟି କର ନା, ତମେ ଜାଗେ ବସ, ହେଇସାଇନା ଆମେ ଦେବୁ। ମାଉସୀ କ'ଣ ନା? ମଞ୍ଜୁଲତା ଜେନା। କୋଉ ଯେ ହୋଟେଲରେ କାମ କରୁଥିଲେ, କୋଉ ହୋଟେଲ? ଲକ୍ଷ୍ମୀ ନାରାୟଣ କେତେ ଦିନ ହେଲାଣି କାମ କଲେଣି? 3 ମାସ ହେଲା। ଏ ଯେଉଁ ହୋଟେଲରେ ଶନିବାର ଦିନ ଗୋଟେ ଚୋରି ହେଇଛି ବୋଲି ଗୋଟେ କୁହାଯାଉଛି, ଶୁଣାଯାଉଛି। ହଁ ଆସିଥିଲେ ହଉଛି ହୋଟେଲକୁ ପାର୍ସଲ ନେବା ପାଇଁ। କେତେ ଟଙ୍କା ଚୋରି ହେଇଛି, କେମିତି ଚୋରି ହେଲା ବୋଲି ଆପଣମାନେ କେମିତି ଜାଣିଲେ? ଚୋରି ହେଲା ହଉଛି ଆମେ ତ ଜାଣିନୁ। ଆମେ ଦେଇ ସାଇଲା ପରେ ହଉଛି ପଇସା ଦେଖିଲା ବେଳକୁ ନାହିଁ, ଆଉ ହୋଟେଲକୁ କେହି ଆସିନାହାନ୍ତି। ସେ ପିଲା ଛଡ଼ା ଆଉ କେହି ଆସିନାହାନ୍ତି ହୋଟେଲକୁ। ଆମେ ଦେଖିଲା ବେଳକୁ ଆମକୁ ଦେବେ ବୋଲି ପେମେଣ୍ଟ ପଇସା ରଖିଥିଲେ, ଦେଖିଲା ବେଳକୁ ନାହିଁ। ସେ ପିଲାମାନେ ଶୁଣାଉଥିଲା ଯେ ଆପଣ ତାକୁ ଯେଉଁ ବଦମାସ କରୁଥିଲେ ଆସିକି। ମୁଁ ତାଙ୍କୁ ଗୁଡ଼େଇଲା ପରେ ହଉଛି ସେ କହିଲେ ମାଉସୀ କାହିଁକି ଆମକୁ ଗୁଡ଼ଉଛନ୍ତି। ସେ ବାବା କହିଲେ ହଉଛି ଯେ ସେ ରାଗି ଲୋକ, ସେ ପୁଛିଛି ତ ତମେ ପାଟି କର ନା, ତମେ ଜାଗେ ବସ, ହେଇସାଇନା ଆମେ ଦେବୁ। ଆଉ ମୁଁ କହିଲି ବାବା ତୁମେ ଆସିଛ କେଉଁଠୁ? ସେ କହିଲେ ଆମେ ହଉଛି ରଣିଆ ଆରାଡ଼ରୁ ଆସିଛୁ। ଏତେ ବାଟରୁ ବାବା କେମିତି ଆଇଲ? କହିଲେ ଆମେ ଏଇଠି ପଢ଼ୁଛୁ, ପାର୍ସଲ ପାଇଁ ଆସିଛୁ। ଥାନାରେ ବିଷୟରେ ଅଭିଯୋଗ କଲେଣି ମାଲିକ? ହଁ ଥାନାକୁ ଯାଇଥିଲେ, ଥାନାର ଅଭିଯୋଗ କଲେ। ସିଏ କହିଲେ ଯେ ତମେ ଚେଷ୍ଟା କର ଖୋଜ, ଆମେ ସୁଦ୍ଧା ଖୋଜୁ। ପରିଚୟ ଟିକେ କହିବେ, ଆପଣଙ୍କ ନାଁ ଟିକେ କହିବେ। କମଲ ଲୋଚନ ସାର୍। କ'ଣ ଏ ହୋଟେଲ, ଆପଣଙ୍କ ଯେଉଁ ହୋଟେଲର ନାଁ କ'ଣ? ଲକ୍ଷ୍ମୀ ନାରାୟଣ ହୋଟେଲ। କ'ଣ ହେଇଥିଲା ଶନିବାର ଚୋରି ଘଟଣା ବିଷୟରେ କ'ଣ କହିବେ? ଶନିବାର ଦିନ ଛୁଆ 6 ଜଣ ଆଇଲେ। ଆସିଲା ପରେ ବିରିୟାନୀ ମାଗିଲେ। ବିରିୟାନୀ ମାଗିଲେ ତ ହଁ ହେବ ମୁଁ କହିଲି ଯେମିତି କହିଲେ ଠିକ୍ ଅଛି। ଆଉ ଆମକୁ 10ଟା ବିରିୟାନୀ ଦିଅ। ମୁଁ 10ଟା ବିରିୟାନୀ ମିସ୍ତ୍ରୀଙ୍କୁ କହିନି, ମୁଁ 10ଟା ବିରିୟାନୀ ତାଙ୍କର ମିସ୍ତ୍ରୀ ବାବୁ ବାଗେଇ ଦିଅ। ବାଗେଇଲେ ମୁଁ ଏଠୁ କ୍ୟାସ୍ କତିରୁ ତାଙ୍କୁ କହିଲି ମୁଁ ପଇସାଟା ପେମେଣ୍ଟ କରୁନି। ସେ ପଇସା ପେମେଣ୍ଟ କଲେ। ମୁଁ କ୍ୟାସ୍ର ପଇସା ରଖିଦେଇକି ସେ କହିଲେ ଆମ ମ୍ୟାଡ଼ାମ୍ ବିଗିଡ଼ିଲେନି, ମଉସା ଆମକୁ ଟିକେ ଶୀଘ୍ର ଦିଅ, ଆମେ ଉଦା ହେଇଛୁ, ଶୀଘ୍ର ଦିଅ, ଆମେ ନେଇକି ପଳେଇବୁ। ମୁଁ କ୍ୟାସ୍ କତିରୁ ଛାଡ଼ିକି ଯାଇକି ମିସ୍ତ୍ରୀ କତିରୁ ପଳେଇଲା ପରେ ସେ ମୋ କ୍ୟାସ୍ରୁ 5 ଜଣ ମୋ 6 ଜଣ ଲେଖାଏଁ ମୋ ସାଙ୍ଗରେ ଗଲେ। ଯାଇକି ଆଉ ଗୋଟେ ଛୁଆ ପଳେଇ ଆଇଲା ରିଟର୍ନ ଫେରି ଆଇଲା 5 ଜଣ ମୋ କତିରେ ରହିଲେ। ମୁଁ ମିସ୍ତ୍ରୀଙ୍କୁ କହିକି ମୁଁ ନିଜେ ବି ସୂତା ଗୁରେଇକି ନିଜର ପ୍ୟାକିଂ କରିକି ଦେଲି। ଆସିଲା ବେଳକୁ କ୍ୟାସ୍ କତିରେ ପଇସା ନାହିଁ। 5,000 ଟଙ୍କା। 5,000 ଦେଇଛି ଥାନାରେ ଏଫଆଇଆର୍। କହିଲେ ଆମେ ଦେଖୁଛୁ ଏ ଛୁଆ ତ ବହୁତ ଗୁରୁତ୍ୱ ଛୁଆ ଜଣାପଡ଼ୁଛନ୍ତି, ଆଉ ତୁମେ ଟିକେ ମଉସା ଖୋଜାଖୋଜି କରନ୍ତୁ, ଆଉ ଚେଷ୍ଟା କରନ୍ତୁ, ଦେଖନ୍ତୁ ସେ ଛୁଆଙ୍କୁ, ଆମେ ବି ଖୋଜିବୁ। ଏଇଆ ମୋତେ କହିଲେ। ଶୁଣାଯାଉଥିଲା ଯେ ପିଲାମାନେ ତାଙ୍କର ପରିଚୟ ଦେଇଛନ୍ତି ବୋଲିକି ହୋଟେଲରେ ଆପଣ ପରିଚୟ ଖାଲି ସେ ମାଉସୀଙ୍କୁ ଖାଲି କ'ଣ କହିଲେ ଆମେ ଏଇଠି କଣ୍ଟି କ'ଣ ଗାଁ, ଆମ ଘର କଣ୍ଟି ଆଲିଆ ମାନେ ସେ କହିଛନ୍ତି ମାଉସୀକୁ।